କାଲି ବସିଥିଲୁ ଅମଲା ବହୁତ ଅମଲା ଆସିଥିଲେ ଅମଲା ସଂଘ ତରି ଅମଲା ମାନେ ଆସିଥିଲେ କଳାହାଣ୍ଡିରୁ ଆସିଥିଲେ ବଲାଙ୍ଗୀରରୁ ଆସିଥିଲେ ସମ୍ବଲପୁରରୁ ଆସିଥିଲେ ଝାରସୁଗୁଡ଼ାରୁ ଆସିଥିଲେ କୋରାପୁଟ ନବରଙ୍ଗପୁରରୁ ମଧ୍ୟ ଆସିଥିଲେ ଏବଂ ସେମାନେ କ୍ଷୋଭ ପ୍ରକାଶ କରୁଥିଲେ ଯେ ଯେଉଁ କଥା ମୋର ଅମଲା ସଂଘ ସାଙ୍ଗେ ଆନ୍ଦୋଳନ ପୂର୍ବରୁ ହେଇଥିଲା ସେ ତଥ୍ୟ ସେମାନେ ଅମଲାମାନଙ୍କୁ ଦେଇନାହାନ୍ତି ତାଙ୍କର ଯେଉଁ ରିଷ୍ଟ୍ରକ୍ଚରିଂ ପ୍ରଥମ ଦାବି ଅଛି ଯେଉଁଦିନ ମୋତେ ଦେଇଥିଲେ ସେଇଦିନ ଆମେ ରାଜସ୍ୱ ବିଭାଗର ସୁପାରିଶ ସହିତ ଯିଏ ଡିପାର୍ଟମେଣ୍ଟକୁ ପଠାଇଛୁ ଯିଏ ଡିପାର୍ଟମେଣ୍ଟଟା କରେ ଯିଏ ଡିପାର୍ଟମେଣ୍ଟ ମଧ୍ୟ ତାକୁ ଅନୁମୋଦନ କରିକି ଫାଇନାନ୍ସ ଡିପାର୍ଟମେଣ୍ଟକୁ ପଠାଇ ଦେଇଛି 5ଟା ଟେବୁଲ ଅତିକ୍ରାନ୍ତ ହେଲା ପରେ ଯାଇକରି କୌଣସି ଗୋଟେ ନିଷ୍ପତ୍ତି ହୁଏ ସେମାନଙ୍କର ଧୈର୍ଯ୍ୟ ନାହିଁ ଏବଂ ଅନ୍ୟର ପ୍ରରୋଚନାରେ ମୋ ପାଖରେ ଗୁଇନ୍ଦା ବିଭାଗର ଖବର ଅଛି ଅନ୍ୟର ପ୍ରରୋଚନାରେ ଦାବି ପୂରଣ ପାଇଁ ନୁହଁ ସରକାରକୁ ହଇରାଣ କରିବା ପାଇଁ ଏମାନେ ଏଇ ଆନ୍ଦୋଳନ କରୁଛନ୍ତି ଯେଉଁଟା ଅମଲା ମାନେ ବୁଝି ସାରିଲେଣି ମୋତେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆସନ୍ତାକାଲି ସୋମବାର ଦିନ ସେମାନେ କାର୍ଯ୍ୟରେ ଯୋଗ ଦେବେ କ୍ଷେତ୍ର କର୍ମଚାରୀ କାଲି ସେମାନଙ୍କ ସାଙ୍ଗେ ବି ଆର୍ଆଇ ଏବଂ ଭୂମିମାନଙ୍କ ସାଙ୍ଗେ ମୋର କଥାବାର୍ତ୍ତା ହେଇଛି ସେମାନେ ଯେଉଁ ଦାବି ଉଲ୍ଲେଖ କରୁଛନ୍ତି ସେ ଦାବିରେ ମଧ୍ୟ ଯଥାର୍ଥତା ଅଛି ମୋତେ କହିଲେ ଆପଣ ପଦେ କଥା ଏ ସମସ୍ତଙ୍କର ଦାବି ଏବେ ମନେ ପଡ଼ିଲା 24 ବର୍ଷ ଆଗରୁ ହେଇପାରିଲା ନାହିଁ କିମ୍ବା 24 ବର୍ଷ ପୂର୍ବରୁ ଆଉ ଗୋଟେ ସରକାର କଂଗ୍ରେସ ପାର୍ଟିରେ ଥିଲା ସେ ହେଇପାରିଲାନି ବିଜେପି ସରକାର ବର୍ଷେ ହେଇଛି ଏବେ ଯାହାର ଯାହା ଦାବି ସବୁ ମନେ ପଡ଼ୁଛି 24 ବର୍ଷ ପର୍ଯ୍ୟନ୍ତ ମନେ ପଡ଼ିଲା ନାହିଁ କିନ୍ତୁ ଏଇଟା ଠିକ୍ ଯାହାର ଯାହା ଦାବି କରେ ଯୁକ୍ତିସଙ୍ଗତ ଦାବିକୁ ପୂରଣ କରିବା ପାଇଁ ମୋହନ ମାଝୀ ସରକାର ପଛଘୁଞ୍ଚା ଦେବନି ଆମର ଉପରେ ସବୁ ସରକାରୀ କର୍ମଚାରୀ ଯେଉଁମାନେ ଆମର ପରିବାରର ଲୋକ ପରିବାରର ମୁଖ୍ୟ ଉପରେ ବିଶ୍ୱାସ କରନ୍ତୁ ସମୟ ଦିଅନ୍ତୁ ସେମାନଙ୍କର ସମସ୍ତ ନ୍ୟାୟସଙ୍ଗତ ଦାବି ଆମେ ପୂରଣ କରିବୁ କିନ୍ତୁ ପ୍ରତିଶ୍ରୁତି ଗୋଟେ ସେମାନେ ମୋତେ ଦିଅନ୍ତୁ ସେ ପ୍ରତିଶ୍ରୁତି ହେଲା ଯେ ତାଙ୍କର ଦାବି ଆମେ ପୂରଣ କରିବୁ ଲୋକଙ୍କର ଦାବି ସେମାନେ ପୂରଣ କରିବୁ ଲୋକ ମାଲିକ ଏବଂ ଲୋକ ଯେତେବେଳେ ଆସୁଛନ୍ତି ସେବା ପାଇବା ପାଇଁ ସେମାନଙ୍କୁ ମାଲିକ ଭଳିଆ ବ୍ୟବହାର କରନ୍ତୁ ଧୈର୍ଯ୍ୟର ସହିତ ତାଙ୍କର ସମସ୍ୟା ଶୁଣନ୍ତୁ ଏବଂ ସେମାନଙ୍କର ବି ଯେଉଁ ନ୍ୟାୟସଙ୍ଗତ ଦାବି ସେଟାକୁ ମଧ୍ୟ ରାଜସ୍ୱ ବିଭାଗର ସମସ୍ତ ଅଧିକାରୀ ପୂରଣ କରନ୍ତୁ।